প্রিয় দর্শক বন্ধুগণ নমস্কার, গুড মর্নিং, সুপ্রভাত। আজি 12 অক্টোবর 2025 রবিবার আসিয়াছি। ଏକ ନୂତନ আপডেট ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ନେଇ ଓଡ଼ିଶାର ପାଣିପାଗ ବିଷୟରେ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ପାଣିପାଗ ବିଷୟରେ ସବୁଠୁ ସଠିକ୍ ଖବର ଜାଣିବା ପାଇଁ ଆମ ଟିକେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଟିକୁ ସ୍ୱାଗତମ। ଆମେ ଆପଣଙ୍କୁ ପ୍ରତିଦିନର ପାଣିପାଗ ଟିକିନିକି ଖବର ଦେଇଥାଉ, ଯେମିତି ଖରା, ବର୍ଷା, ବନ୍ୟା, ବାତ୍ୟା ଏବଂ ଶୀତର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁ। ସମୟ ପୂର୍ବରୁ ପାଣିପାଗର ବିଷୟରେ ଏବଂ ପ୍ରତିଦିନ ସକାଳେ ପ୍ରସାରଣ କରିଥାଉ, ଯେମିତି ଆପଣମାନେ ସମସ୍ତେ ସୁରକ୍ଷିତ ରହିପାରିବେ। ଦର୍ଶକ ବନ୍ଧୁଗଣ, ଆଜି 12 ଅକ୍ଟୋବର ରବିବାର ରାଜ୍ୟରେ ୟେଲୋ ଆଲର୍ଟ ଜାରି ହୋଇଅଛି, ଯେମିତି 21ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଏବଂ 21ଟି ମଧ୍ୟରୁ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଅଛି ଆଞ୍ଚଳିକ ପାଣିପାଗ ବିଭାଗ ଏବଂ 17ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ 9ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଅଛି। ଏହି ସବୁ ଜିନିଷ ବିସ୍ତାରିତ ଭାବେ ଜାଣିବା ପୂର୍ବରୁ ଯଦି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ସବସ୍କ୍ରାଇବ୍ ଏବଂ ଫଲୋ କରି ଆମ ସାଙ୍ଗକୁ ଯୋଡ଼ି ରୁହନ୍ତୁ ବୋଲି ଅନୁରୋଧ। ଦର୍ଶକ ବନ୍ଧୁଗଣ, ପ୍ରବଳ ବର୍ଷା ହେଉଥିବା ଜିଲ୍ଲାଗୁଡ଼ିକ ହେଲା କାଲାହାଣ୍ଡି, ରାୟଗଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରିଅଛି ଆଞ୍ଚଳିକ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁଗଣ, ଦେଖିପାରୁଥିବେ, ଶୁଣିପାରୁଥିବେ, ବୁଝିପାରୁଥିବେ, ଓଡ଼ିଶା ଚାରିପଟେ ବୁଲି ବୁଲି ବର୍ଷା ହେଉଛି। ଆଜି କେତେକ ଜିଲ୍ଲାରେ ବର୍ଷା ତ କାଲି ଅନ୍ୟ କେତେକ ଜିଲ୍ଲାରେ ବର୍ଷା ହେଉଅଛି। ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ସବୁଦିନ ବର୍ଷା ଲାଗି ରହିଅଛି। ବର୍ଷା କମିବାର ନାମ ଓ ନିଶାନ ନେଉନାହିଁ। ନବରଙ୍ଗପୁର ଚାଷୀ ଭାଇମାନେ ବର୍ଷା ଯୋଗୁଁ ପରିଶାନ ହୋଇଗଲେ। ଫସଲ ଅମଳ କରିବାର ସମୟ ହୋଇଗଲା, କିନ୍ତୁ ଧାନ କାଟି ପାରୁନାହିଁ କି ଭୁଟ୍ଟା ମିଶା ଭାଙ୍ଗି ପାରୁନାହିଁ ଏବଂ ଅନ୍ୟ ଯେଉଁ ସବୁ ଫସଲ ଖରାପ ହୋଇଯିବାର ସମ୍ଭାବନା ଅବସ୍ଥାରେ ଅଛି। କେତେକ ଚାଷୀ ଭାଇର ପନିପରିବା ଖରାପ ହୋଇଯାଇଅଛି। ଯାହା ହେଉ, ଅନ୍ୟ ଜିଲ୍ଲାଗୁଡ଼ିକ ବିଷୟରେ ଜାଣିବା। 17ଟି ଜିଲ୍ଲାରେ ହାଲୁକାର ମଧ୍ୟମ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ 30ରୁ 40 କିଲୋମିଟର ପର ଘଣ୍ଟା ରହିବ ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଆଉ ରହିଲା 9ଟି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ଭାବରେ ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ। ଦର୍ଶକ ବନ୍ଧୁଗଣ, ଏବେ ଜାଣିବା ଓଡ଼ିଶା ମାନଚିତ୍ର କ'ଣ କହୁଅଛି। ଏହି ମାନଚିତ୍ରରେ 9 ଜିଲ୍ଲାରେ 4ରୁ 5 ଦିନ ମଧ୍ୟରେ ବର୍ଷା ହେବାର ଦେଖାଯାଉଛି, କିନ୍ତୁ ବର୍ଷା ହେବ ନାହିଁ। 21ଟି ଜିଲ୍ଲାରେ ବର୍ଷା ଜାରି ହୋଇଅଛି। ବର୍ଷା ଚାଲିଛି, କେଉଁ ଦିନ ହେଉଛି କେଉଁ ଦିନ ହେଉନି। ଏହି ମାନଚିତ୍ରରେ 15ଟି ଜିଲ୍ଲାରେ 4ରୁ 5 ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଅଛି ଏବଂ ଅଧା 15ଟି ଜିଲ୍ଲାରେ ଲାଇଟ୍ ଗ୍ରୀନ୍ ରଙ୍ଗ ସ୍ଥାନରେ 4ରୁ 5 ଦିନ ମଧ୍ୟରେ ମୌସୁମୀ ଫେରିବାର ଆରମ୍ଭ କରିବ ବୋଲି ଅନୁମାନ କରାଯାଉଅଛି। ଏହି ମାନଚିତ୍ର 3ଟି ରଙ୍ଗ 7ଟି ଧଳା ରଙ୍ଗରୁ ମୌସୁମୀ ଫେରସ୍ତ ନେଇଅଛି। ଲାଇଟ୍ ଗ୍ରୀନ୍ 16ଟି ଜିଲ୍ଲାରୁ 3ରୁ 4 ଦିନ ମଧ୍ୟରେ ମୌସୁମୀ ଫେରିବାର ଆରମ୍ଭ ହୋଇଯିବ ଏବଂ ଗ୍ରୀନ୍ 7ଟି ଜିଲ୍ଲାରେ ଗୋଟେ ହପ୍ତା ମଧ୍ୟରେ ଏହି ଜିଲ୍ଲାରୁ ମଧ୍ୟ ମୌସୁମୀ ବିଦାୟ ନେବ ବୋଲି ଅନୁମାନ କରାଯାଉଅଛି। ଏହି ମାନଚିତ୍ରରେ 16ଟି ଜିଲ୍ଲାରୁ ବିଦାୟ ନେଇ ସାରିଅଛି ଏବଂ ଲାଇଟ୍ ଗ୍ରୀନ୍ ହାଲୁକା ସବୁଜ ରଙ୍ଗ ବିଶିଷ୍ଟ 14ଟି ଜିଲ୍ଲାରୁ 2ରୁ 3 ଦିନ ମଧ୍ୟରେ ମୌସୁମୀ ବିଦାୟ ନେବ।
ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି। 14 ଓ 15 ତାରିଖ ମାନଚିତ୍ର ଦେଖନ୍ତୁ। 5ଟି ହାଲୁକା ସବୁଜ ରଙ୍ଗ ଥିବାରୁ 3 ରୁ 4 ଦିନ ଲାଗିବ ବିଦାୟ ନେବାକୁ ଏବଂ 25ଟି ଜିଲ୍ଲାରେ ଧଳା ରଙ୍ଗ ଜିଲ୍ଲାଗୁଡ଼ିକ ବିଦାୟ ନେଇ ସାରିଅଛି ମୌସୁମୀ। ଦର୍ଶକ ବନ୍ଧୁଗଣ, 15 ଓ 16 ତାରିଖ ମାନଚିତ୍ର ଦେଖିବ। ମାତ୍ର 3ଟି ଜିଲ୍ଲା ବାକି ଅଛି ବିଦାୟ ନେବାକୁ, କିନ୍ତୁ ଅତି ଶୀଘ୍ର ବିଦାୟ ନେବ ବୋଲି ଅନୁମାନ କରାଯାଉଅଛି ଏବଂ 27ଟି ଜିଲ୍ଲାରୁ ମୌସୁମୀ ବିଦାୟ ନେଇ ସାରିଅଛି। ଦର୍ଶକ ବନ୍ଧୁଗଣ, 16 ଓ 17 ତାରିଖରେ ପ୍ରାୟ ସବୁ ଜିଲ୍ଲାରୁ ମୌସୁମୀ ବିଦାୟ ନେବା ଉପରେ ଥିବ, କିନ୍ତୁ ସାମାନ୍ୟ ପରିମାଣରେ ବର୍ଷା ଅନୁମାନ କରାଯାଇପାରିବ ଅଛି। ଏପଟେ ସୃଷ୍ଟି ହୋଇଥିବା ଲଘୁଚାପଟି ଦାନା ବାନ୍ଧୁଅଛି। ଆସ୍ତେ ଆସ୍ତେ ଘୂର୍ଣ୍ଣିବଳୟର ଗତି ଥିବ ଦକ୍ଷିଣ ଭାରତ ପଟେ ଚେନ୍ନାଇ, ପଣ୍ଡୁଚେରୀ, ଶ୍ରୀଲଙ୍କା ଆଡ଼କୁ। ଓଡ଼ିଶା ଉପରେ ଏହାର ପ୍ରଭାବ ସେତେ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମଧ୍ୟରେ ଜଣାଇବେ ବୋଲି ଅନୁରୋଧ ଏବଂ ଭିଡ଼ିଓଟି ଯଦି ଭଲ ଲାଗେ ଗୋଟେ ଲାଇକ୍ କରିବେ ବୋଲି ମଧ୍ୟ ଅନୁରୋଧ। ଦର୍ଶକ ବନ୍ଧୁଗଣ, ଲାଇକ୍, କମେଣ୍ଟ, ସେୟାର ଏବଂ ଫଲୋ କରି ଅନ୍ୟମାନଙ୍କୁ ଦେଖିବାର ସୁଯୋଗ କରିଦେବେ ବୋଲି ଅନୁରୋଧ। ଧନ୍ୟବାଦ।